ଚାଲିଲା ଗାଡ଼ି ବାଦାମ ବାଡ଼ିରେ ଲୋକ ଭିଡ଼ା ଭିଡ଼ି ବାବୁ ଚାଲିଛନ୍ତି ଉଠି ପଡ଼ି ଯିବେ। କଟକ ଛାତିରେ ଇତିହାସ ପାଲଟିଗଲା ବାଦାମବାଡ଼ି। ଆଉ ବସ୍ର ଚକ ଗଡ଼ିବନି, କଣ୍ଡକ୍ଟରଙ୍କ ଡାକ ଶୁଭିବନି। ଏବେ ଖାଲି ସ୍ମୃତି, ଆଉ କେବଳ ସ୍ମୃତି। ଚାଲିଲା ଗାଡ଼ି ବାଦାମ ହଜାରେ ବର୍ଷର ସହର, ପୁରୁଣା ରାଜଧାନୀ, 52 ବଜାର, 53 ଗଳି। କୁହାଯାଏ କଟକରେ ହୁଏନି ରାତି, ଏଠି ପାଣି ପବନରେ ଖାଲି ପ୍ରେମ ଆଉ ପ୍ରୀତି। କଟକ କେବଳ ଗୋଟେ ସହର ନୁହେଁ, ଏହା ଇତିହାସ ଓ ଐତିହ୍ୟର ମୁକ ସାକ୍ଷୀ। ଆଉ ଏହି ରୌପ୍ୟ ନଗରୀ ମୁଖଶାଳା ହେଉଛି ବାଦାମବାଡ଼ି, ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ହାତ ଠାରି ସହର ଭିତରକୁ ଡାକି ନିଏ। ବାଦାମବାଡ଼ିର କେତେ କଥା, କେତେ କବିତା, କେତେ କାହାଣୀର ସେ ସ୍ରଷ୍ଟା ଆଉ ସୃଷ୍ଟି ଆଉ ମୁକ ସାକ୍ଷୀ। ବର୍ଷା, ବୈଶାଖ, ବସନ୍ତ ହେଉ କି ହାଡ଼ଭଙ୍ଗା ଶୀତ, କେତେ ଋତୁକୁ ଛାତିପାତି ସହିଛି ଏ ମାଟି। କେତେ କେତେ ପାଦ, କେତେ କେତେ ଚକ ଚଢ଼ି ଯାଇଛି ବାଦାମବାଡ଼ିର ମାଟି ଉପରେ। କୁଢ଼ କୁଢ଼ ଆବର୍ଜନା ସହିଛି, କୋଳାହଳ ଶୁଣିଛି, କେତେ ଅଭିଯୋଗ ବି ଶୁଣିଛି, କେତେ ରାଗରୁଷା ଅଭିମାନ ବି, ଆଉ କେତେ ଆବେଗ ବି, ଆଉ କେତେ ଆତଙ୍କର ସାକ୍ଷୀ ସାଜିଛି ଏ ବାଦାମବାଡ଼ିର ବସଷ୍ଟାଣ୍ଡ। ଢେଙ୍କାନାଳରୁ କଟକ, ସମ୍ବଲପୁରରୁ ବାଦାମବାଡ଼ି କଟକ। ଏଇଠି କିଏ ଓହ୍ଲାଏ ତ କିଏ ଚଢ଼େ। ଏଠି କିଏ କାହାକୁ ପାଏ ତ ପୁଣି କିଏ କାହାକୁ ହରାଇ ଦିଏ। କେତେ ଅସହାୟତା, କେତେ ଅବ୍ୟକ୍ତ ଯନ୍ତ୍ରଣା, ଆଉ କେତେ ଆଶା ଆକାଂକ୍ଷାର କ୍ଷେପ ଯେ ସାଜିଥିବା ବାଦାମବାଡ଼ି ଯେ ଦିନେ ଇତିହାସ ପାଲଟିଯିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଯେଉଁ କଟକ ସହରର ବାଦାମବାଡ଼ି ସାରା ବିଶ୍ୱରେ ଦିନେ ପରିଚୟ ସୃଷ୍ଟି କରିଥିଲା, ସେହି ବାଦାମବାଡ଼ି ବସଷ୍ଟାଣ୍ଡ ଆଜି ସ୍ମୃତି ହୋଇ ରହିଯାଇଛି। ଦିନେ ବସ୍ର ହର୍ନରେ ଫାଟି ପଡ଼ୁଥିଲା ପୁରା ବସଷ୍ଟାଣ୍ଡ। ଅଳ୍ପ ଟିକେ ଜାଗାରେ ସମୟକୁ ଲାଞ୍ଚ ଦେଇ ବସ୍ ଭିତରେ ଚାଲୁଥିଲା ପ୍ରତିଯୋଗିତା। ଚାବାଲା, ଚଣାବାଲା, ବାଦାମବାଲାର ଡାକ ତ ପୁଣି କେତେବେଳେ ଚାଏର ଡାକରେ ଫାଟି ପଡ଼ୁଥିଲା ବାଦାମବାଡ଼ିର ବସଷ୍ଟାଣ୍ଡ। ଆଉ ବସ୍ ଭିତରେ ଖେଳଣାବାଲା, ଘଣ୍ଟା ଦୋକାନୀର ଦର ପାଇଁ ମୁଲଚାଲ ସହ କିନ୍ନରଙ୍କ ଆଶୀର୍ବାଦର ହାତ ବାଦାମବାଡ଼ିକୁ ପଶିଥିବା କେଉଁ ଲୋକ ଉପରେ ବାଜି ନଥିବା ତାହା ଅସ୍ୱୀକାର କରିପାରିବେନି। କିନ୍ତୁ ଆଜି ସେସବୁକୁ ଆମ ସମସ୍ତଙ୍କ ପାଇଁ ଖାଲି ନିରୋଳା ସ୍ମୃତି ଆଉ ସ୍ମୃତି। ଏ ବ୍ୟସ୍ତବହୁଳ ବାଦାମବାଡ଼ି ଆଜି ଖାଁ ଖାଁ ହୋଇ ପଡ଼ିଛି। ସବୁଠି ଖାଲି ଶୂନ୍ୟତାର ଶବ୍ଦ। ନୂଆ ବସଷ୍ଟାଣ୍ଡ ହେଲା, କିନ୍ତୁ ପୁରୁଣା ହୋଇଯାଇଛି ବାଦାମବାଡ଼ିର ବସଷ୍ଟାଣ୍ଡ। ଆଉ ବସ୍ ଆସୁନି ବୋଲି ବନ୍ଦ ହୋଇ ପଡ଼ିଛି ଦୋକାନ ବଜାର। ଭିତରକୁ ଚକ ଗଡ଼ୁନି ବୋଲି ଜୀବନ ଜୀବିକାରେ ପଡ଼ିଛି ଚାବି। ବସଷ୍ଟାଣ୍ଡର ବ୍ୟବସାୟ କରୁଥିବା ଲୋକେ ଆଜି ବେସାହାରା। କୁଆଡ଼େ ଯିବେ, କ'ଣ କରିବେ? ଦିନେ ଯେଉଁ ବାଦାମବାଡ଼ି ଦେଉଥିଲା ଦାନା ପାଣି, ଆଜି ତାରି ପାଇଁ ଆଖିରୁ ଝରୁଛି ଅସରନ୍ତି ଲୁହ। ଚାରିଆଡ଼େ ଚକମକହୀନ ପରିବେଶ ଆଉ ଜୀବନ ଜୀବିକାର ଆର୍ତ୍ତ ଚିତ୍କାର ଶୁଣି ନିଜ ଭିତରେ ନିରବତାର ନିଆଁ ଢାଳି ବିରହର ବହି ପଡ଼ୁଛି ସେହି ବାଦାମବାଡ଼ିର ବସଷ୍ଟାଣ୍ଡ। ଆଉ ଏ ବାଦାମବାଡ଼ିର ବିକଳ ରୂପ ଦେଖି ଆଜି କଇଁ କଇଁ କାନ୍ଦୁଛନ୍ତି ସହନଶୀଳର ସହର କଟକ। ନେତାଜୀ ବସ୍ ଟର୍ମିନାଲ କଟକ ଇତିହାସରେ ରୂପାନ୍ତରଣର ନୂଆ ଫର୍ଦ୍ଦ ଯୋଡ଼ିଲା ସତ, କିନ୍ତୁ ବାଦାମବାଡ଼ିର ଏ ବସଷ୍ଟାଣ୍ଡକୁ କେବେ ଭୁଲି ହେବ ନାହିଁ। ତାହାର ବିକଳ୍ପ ଆଉ କେଉଁ ବସଷ୍ଟାଣ୍ଡ ବି ହୋଇପାରିବ ନାହିଁ। କ'ଣ ଆଉ ଗୋଟେ ବାଦାମବାଡ଼ି କେବେ ତିଆରି ହୋଇପାରିବ? ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।